ଗଛଟିଏ ମଣିଷଟିଏ। ପ୍ରକୃତି ଚେତନାର ମଣିଷ ଏ ଆଦିବାସୀ ଶବର ପରମ୍ପରା। ଏମାନେ ପ୍ରକୃତିକୁ ବହୁତ ଭଲ ପାଇଥାନ୍ତି। ଧରିତ୍ରୀ ମାତା, ଆକାଶ ପିତା, ପ୍ରକୃତି ହିଁ ଜୀବନ ଜୀବିକା ଭାବି ଏମାନେ ପ୍ରକୃତି କୋଳରେ ରହିଥାନ୍ତି। ତେଣୁ ଜଳ, ଜଙ୍ଗଲ, ଭୂମି ତାଙ୍କର ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବି ଏହାକୁ ତାଙ୍କର ଅଧିକାର ଭାବରେ ସେମାନେ ବଞ୍ଚିଥାନ୍ତି। ତେଣୁ ଆମ ସମ୍ବିଧାନରେ ସେମାନଙ୍କୁ ସେ ଅଧିକାର ମିଳିଛି। ସେମାନେ ସହରୀ ସଭ୍ୟତାରୁ ବହୁତ ଦୂରରେ ରହିଥାନ୍ତି। ତେଣୁ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାର ବାଣ୍ଡି ଗାଁକୁ ଶବର ସମାଜ ପ୍ରତ୍ୟେକ ବର୍ଷ ସେହି ପ୍ରକୃତିକୁ ବଞ୍ଚାଇ ରଖିବାକୁ ଯାଇ ଶହ ଶହ ସଂଖ୍ୟାରେ ବୃକ୍ଷରୋପଣ କରିଥାନ୍ତି। ଠିକ୍ ଏହି ବର୍ଷ ମଧ୍ୟ ତାହା ସେମାନେ ଜାରି ରଖିଛନ୍ତି। ସେହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଶବର ସମାଜର ସଭାପତି ଶ୍ରୀ ଚନ୍ଦ୍ରଶେଖର ଶବର, ସାଧାରଣ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଶବର, ଜିଲ୍ଲା ସଂଗଠକ ଶ୍ରୀ ପଦ୍ମାକେଶରୀ ଶବର, ଶ୍ରୀ ଦୁର୍ଗାଚରଣ ଶବର, ଶ୍ରୀ କୃତିବାସ ଶବର, ମୁଖ୍ୟ ପରାମର୍ଶଦାତା ସହ ସମ୍ପାଦକ ଶ୍ରୀ ମଣିରାମ ଶବର, ଶ୍ରୀ ରାମନାଥ ଶବର, ଶ୍ରୀ କୃଷ୍ଣଚନ୍ଦ୍ର ଶବର, ଶ୍ରୀ ଉପେନ୍ଦ୍ର ଶବର, ଶ୍ରୀ ରଞ୍ଜନ ଶବର, ଶ୍ରୀ ଦିଲ୍ଲୀପ କୁମାର ଶବର, ଶ୍ରୀ ଧର୍ମାନନ୍ଦ ଶବର, ଶ୍ରୀ ଲକ୍ଷ୍ମୀନାରାୟଣ ଶବର, ଶ୍ରୀ ଶ୍ରୀ ଧନୁ ଶବର, ଶ୍ରୀ ଶତ୍ରୁଘ୍ନ ଶବର, ଶ୍ରୀ ଅଭିରାମ ଶବର, ଶ୍ରୀ ଅଭୟ ଶବର, ଶ୍ରୀ ଦୁର୍ଯ୍ୟୋଧନ ଶବର, ମନୋଜ ଶବର, ଚକ୍ରଧର ଶବର, ଗୌରୀ ଶବର, ବିଭୀଷଣ ଶବର, ସୁନାଧର ଶବର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କଳାହାଣ୍ଡିରୁ ମଣିରାମ ଶବରଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।